ଏକ ଘନ ଜଙ୍ଗଲରେ ଗୋଟିଏ ବଡ଼ ଗଛରେ କୁଆ ବସା ବନାଇ ରହୁଥିଲା। ସେହି ଗଛର ତଳେ ହିହୁଙ୍କାରେ ଏକ ସାପ ରହୁଥିଲା। କୁଆ ତା ବସାରେ ଅଣ୍ଡା ଦେଇ ଦିନେ ଖାଦ୍ୟ ପାଇଁ ବାହାରକୁ ଯାଇଥିଲା। ସେହି ସମୟରେ ସାପ ଉଇ ହୁଙ୍କାରୁ ବାହାରି ଧୀରେ ଧୀରେ ଗଛରେ ଚଢ଼ିବାକୁ ଲାଗିଲା। ସାପ କୁଆର ବସାରେ ପହଞ୍ଚି ଅଣ୍ଡା ଦେଖି ତା ମୁହଁରେ ପାଣି ଆସିଲା। ସେ କୁଆର ସମସ୍ତ ଅଣ୍ଡାକୁ ଖାଇଦେଲା। ତାର କିଛି ସମୟ ପରେ କୁଆ ତା ବସାକୁ ଫେରିଲା। ସେ ଦେଖିଲା ବସାରେ ତା ଅଣ୍ଡା ନାହିଁ। କେହି ତା ଅଣ୍ଡାକୁ ଖାଇସାରିଛି। କୁଆ ବହୁତ ଦୁଃଖୀ ହୋଇଗଲା। ସେ କହିଲା, କିଏ ମୋ ଅଣ୍ଡାକୁ ଖାଇଲା? ଏହି ଚୋରକୁ ଧରିବା ଦରକାର। କୁଆ ପୁଣି ତା ବସାରେ ଅଣ୍ଡା ଦେଲା। ଏଥର କୁଆ ପାଖ ଗଛରେ ଲୁଚିଗଲା। ତାକୁ ଚୋର ଧରିବାର ଥିଲା। କିଛି ସମୟ ପରେ ତଳେ ରହୁଥିବା ସାପ ଫେର ଆସିଲା ଆଉ କୁଆର ଅଣ୍ଡାକୁ ଖାଇବାକୁ ଲାଗିଲା। କୁଆ ଚୋରକୁ ଧରିନେଲା। ସେ ବାହାରକୁ ଆସିଲା। ତୁମର ଏତେ ସାହସ? ତୁମେ ମୋର ଅଣ୍ଡାକୁ ଖାଉଛ? ସାପ କହିଲା, କିଏ କହୁଛ? ଓ ତୁମେ ତୁମେ ଏଠାରେ ଅଛ? ତୁମର ସାହସ କେମିତି ହେଲା ମୋ ଅଣ୍ଡା ଖାଇବାକୁ? ତୁମକୁ ଲଜ୍ଜା ଲାଗିବା କଥା। ସାପ କହିଲା, ମୁଁ କାହିଁକି ଲାଜ କରିବି? ମୋତେ ଭୋକ ଲାଗୁଥିଲା, ତେଣୁ ମୁଁ ତୁମ ଅଣ୍ଡାକୁ ଖାଇଦେଲି। କୁଆ କହିଲା, ଯଦି ପୁଣି ଆଉଥରେ ମୋ ଅଣ୍ଡା ଆଡ଼କୁ ଦେଖବି, ମୁଁ ତୁମକୁ ମାରିଦେବି। କ'ଣ ତୁମେ ମୋତେ ମାରିଦେବ? ତୁମେ ଯାହା କରିବାର ଅଛି କର। କୁଆ ବହୁତ ଦୁଃଖୀ ହୋଇଗଲା। ସେହି ସମୟରେ ତାର ସାଙ୍ଗ ବିଲୁଆ ସେଠାରେ ଦେଇ ଯାଉଥିଲା। କୁଆ ତାକୁ ଦେଖି ପାଖକୁ ଆସିଲା ଏବଂ କାନ୍ଦିବାକୁ ଲାଗିଲା। ବିଲୁଆ ପଚାରିଲା, ଆରେ କୁଆ, କାହିଁକି କାନ୍ଦୁଛ? ଆରେ ସେ ଦୁଷ୍ଟ ମୋର ସବୁ ଅଣ୍ଡାକୁ ଖାଇଗଲା। ମୁଁ ତାକୁ ମାରିବାକୁ ଚାହୁଁଛି, କିନ୍ତୁ କ'ଣ କରିବି ଏକୁଟିଆ। ବିଲୁଆ କହିଲା, କାନ୍ଦ ନାହିଁ ମୋ ସାଙ୍ଗ, ମୁଁ ତୁମର ସାହାଯ୍ୟ କରିବି। କୁଆ କହିଲା, ତୁମେ ମୋର ସାହାଯ୍ୟ କିପରି କରିବ? ମୋ ପାଖରେ ଏକ ବିଚାର ଅଛି। ତୁମେ କାନ୍ଦିବା ବନ୍ଦ କର, ମୋ କଥା ଶୁଣ। ଠିକ୍ ଅଛି, କ'ଣ କରିବାର ଅଛି? ଏହି ଦେଶର ରାଜକୁମାରୀ ଗାଧୋଉଥିବା ପୁଷ୍କରିଣୀ ପାଖକୁ ଯାଅ। ସେ ଗାଧୋଇବା ପୂର୍ବରୁ ବେକର ହାରକୁ କାଢ଼ି ପୋଖରୀ ହୁଡ଼ାରେ ରଖିଥାନ୍ତି। ସେହି ସମୟରେ ତୁମେ ସେହି ହାରକୁ ନେଇ ଆସ। ତାପରେ ସାପ ଗାତରେ ପକାଇ ଦିଅ। କୁଆ କହିଲା, ସାପ ଗାତରେ ପକାଇ ଦେବି? ଆରେ ସେଥିରେ କ'ଣ ହବ? ତୁମେ ତାହା କର, ତାପରେ ତମାସା ଦେଖ। କୁଆ ଉଡ଼ି ଉଡ଼ି ରାଜକୁମାରୀ ଗାଧୋଉଥିବା ପୋଖରୀ ପାଖକୁ ଗଲା। ସେ ରାଜକୁମାରୀଙ୍କ ହାର ନେଇ ସେଠାରୁ ଚାଲି ଆସିଲା। ରାଜକୁମାରୀ ତାହା ଦେଖି ପାଟି କରିବାକୁ ଲାଗିଲେ। ଏହା ଶୁଣି ସୈନିକମାନେ ସତର୍କ ହୋଇଗଲେ ଏବଂ କୁଆ ପଛରେ ଗୋଡ଼ାଇବାକୁ ଲାଗିଲେ। କୁଆ ସାପ ଗାତରେ ହାର ପକାଇ ସେଠାରୁ ଉଡ଼ିଗଲା। ପାଟିତୁଣ୍ଡ ଶୁଣି ସାପ ଗାତରୁ ବାହାରି ଆସି ଦେଖିଲା ହାର ତାର ବେକରେ ପଡ଼ିଥିବାର ଦେଖି ରାଜକୁମାରୀଙ୍କ ସବୁ ସୈନିକ ସାପକୁ ମାରି ପକାଇଲେ ଆଉ ସାପ ବେକରୁ ହାର ନେଇ ସେଠାରୁ ଚାଲିଗଲେ। ଏହା ଦେଖି କୁଆ ବହୁତ ଖୁସି ହେଲା। ତାର ସମସ୍ୟା ଦୂର ହୋଇଗଲା। କୁଆ ତାର ମିତ୍ର ବିଲୁଆକୁ ବିପଦରେ ସାହାଯ୍ୟ କରିଥିବାରୁ ଧନ୍ୟବାଦ ଦେଲା ଏବଂ ବିନା ଡରରେ ତା ବସାରେ ଅଣ୍ଡା ଦେବାକୁ ଲାଗିଲା। ଖୁସି ଖୁସି ଜୀବନ ଅତିବାହିତ କଲା।